ଗପ ବୋଉ ଓ କାଳି ଝିଅ। ବୋଉକୁ ତାଙ୍କ ଗୁଣ ଭାରି ପସନ୍ଦ। ଯେବେ ମୋ ପାଖରୁ କିଛି ଖାତା ନେବା ପାଇଁ ସେ ଆସୁଥିଲେ ତାଙ୍କୁ ପ୍ରଣାମ କରିବା ଶୈଳୀଟା ବୋଉକୁ ଭାରି ପସନ୍ଦ ହୁଏ। ବୋଉ ସବୁବେଳେ କୁହେ ଝିଅଟି ବଡ଼ ଗୁଣର। ସତରେ ସେ ଟିକେ ଅଲଗା। କମ୍ ଗପନ୍ତି, ବେଶୀ ଆକର୍ଷିତ କରନ୍ତି। ଦିଲ୍ଲୀପ ଯେମିତି ରୀନାକୁ ଭଲ ପାଇବାକୁ ବାଧ୍ୟ ହୋଇ ପଡୁଥିଲା। କିଛି କହିବା ପାଇଁ ପଡ଼ିନି ରୀନାକୁ, କିନ୍ତୁ ଦିଲ୍ଲୀପ ତାର ହୋଇସାରିଛି। ହଁ, ରୀନା ଟିକେ ନିଆରା। ଦିଲ୍ଲୀପର ତଳ କ୍ଲାସରେ ରୀନା ପଢୁଥିଲା। ଦିଲ୍ଲୀପ ଘରକୁ ସେ ବାରମ୍ବାର ଖାତା ନେବା ପାଇଁ ଆସୁଥିଲା। ମନ୍ଦ ବିଲକୁଲ ବି ପଡୁନଥିଲା, କିନ୍ତୁ ଦିଲ୍ଲୀପକୁ ଏକା ଦେଖିବାର ଓ ନିଜକୁ ଟିକେ ସଜେଇ ଦେଇ ଦିଲ୍ଲୀପକୁ ଦେଖେଇ ଦେବାର ଲାଳସା ତାକୁ ଏ ରାସ୍ତା ଦେଖେଇ ଦେଇଛି। ପୁଣି ସେ ରାସ୍ତାରୁ ତାର ଫେରିବାକୁ ବି ଇଚ୍ଛା ନାହିଁ। ଯେବେ ଆସେ ଖାତା ନେବା ପାଇଁ ଦିଲ୍ଲୀପଙ୍କ ବୋଉଙ୍କ ସହ ଦୁଇ ପଦ ଆଳାପ କରିକି ହିଁ ଯିବ। ରୀନାକୁ ଭଲ ଲାଗେ, ଆଉ ରୀନାର ତା ବୋଉ ସହ କଥା ହେବାଟା ଦିଲ୍ଲୀପକୁ ଭଲ ଲାଗେ। ସେମିତି କୌଣସି ଯୋଜନା କେହି କରିନାହାନ୍ତି କି ପ୍ରେମରୁ ବି ବର୍ତ୍ତି ଯାଇପାରିନାହାନ୍ତି। ସତରେ ଏହା କରାଯାଏ ନା, ହୋଇଯାଏ। ରୀନା ତଳେ ଆହୁରି 3ଟି ଝିଅ ତାଙ୍କର। ପୁଅ ଅପେକ୍ଷାରେ ପରିବାର ଟିକେ ଲମ୍ବା ହୋଇଗଲା। +3 ପଢିବା ସମୟରୁ ତ ତାର ପ୍ରସ୍ତାବ ଆସିବା ଆରମ୍ଭ ହୋଇଗଲାଣି। ଏବେ ତ +3 ସରିଗଲାଣି। ବଡ଼ ଝାମେଲା କରନ୍ତି ଏ ମୁରବୀମାନେ। ରୀନାର ଘଡ଼ି ଘଡ଼ି ଫୋନକୁ ବୋଉକୁ ନ କହିପାରିବାର ଅସହାୟପଣ ଦିଲ୍ଲୀପକୁ ଅସ୍ଥିର କରିଦେଉଛି। ବୋଉକୁ କିଛି କହିବା ପାଇଁ ଦିଲ୍ଲୀପର ସାହସ ହେଉନି। ବାବା ତାର ହୃଦରୋଗରେ 8 ମାସ ହେଲା ଚାଲିଗଲେ, ଆଉ ବାପାଙ୍କ ଚାକିରି ସେ କରୁଛି। ଏମିତିରେ ଯଦି ବୋଉକୁ ସେ ରୀନା ବିଷୟରେ କିଛି କହିବ ଆଉ ବୋଉ କିଛି ଅଲଗା ଭାବି ନେବ, ତେବେ ଯଦି ବୋଉ ଏଇଟା ଭାବି ନିଏ କି ମୁଁ ବାପାଙ୍କ ଯିବା ପରେ ମନମାନି କରୁଛି, ତେବେ ରୀନା ବି କଣ କରିପାରିବ ଦିଲ୍ଲୀପକୁ କହିବା ଛଡା। ରୀନା କହିଲେ ଦିଲ୍ଲୀପକୁ କହିବ, ତା ବୋଉ ବି କହିଲେ ସେଇ ଦିଲ୍ଲୀପକୁ କହିବ। କେହି ଥରେ ସେଇ ଜାଗାରେ ରହି ଦେଖନ୍ତା ଯଦି ବୁଝନ୍ତା ଦିଲ୍ଲୀପର ପରିସ୍ଥିତି। ତା ବୋଉ ସେଦିନ ଦିଲ୍ଲୀପର ଅସ୍ଥିର ଅବସ୍ଥା ଦେଖି ପଚାରିଥିଲେ, କଣ କିଛି ହୋଇଛି କି? କାହିଁକି ଏତେ ଚିନ୍ତିତ ଦିଶୁଛୁ? ଦିଲ୍ଲୀପ ଚାହିଁଥିଲା ଆଉ ଟିକେ ଜୋର ଦେଇ ତା ବୋଉ ତାକୁ ପଚାରୁ, ଆଉ ସେ ସବୁ ଗଳଗଳ ହୋଇ କହିଦବ। କିନ୍ତୁ ଦିଲ୍ଲୀପ ଯେତେବେଳେ କହିଲା କିଛି ନାହିଁ, ତା ବୋଉ ଆଉ କିଛି ଆଗକୁ ପଚାରିଲେ ନାହିଁ। ସେପଟେ ରୀନାର ଫୋନ ଆସିଲା। ଦିଲ୍ଲୀପ କହିଲେ, ହଁ କୁହ। ରୀନା କିଛି ସମ୍ବୋଧନ ନ କରି କହିଲା, ତମେ କଣ ଚାହୁଁଛ ମୁଁ ମରିଯାଏ? ତମ ବୋଉକୁ କହିପାରିବନି, ଆମ ଘରେ ବି କିଛି କହିପାରିବନି। ତେବେ ଦେଉନା ବିଷ ଟିକେ, ନହେଲେ ଖଣ୍ଡେ ଦଉଡ଼ି, କଥା ସରିଯାଆନ୍ତା। କାହିଁକି ଏମିତି ହନ୍ତସନ୍ତ କରୁଛ? ତମେ ଏବେ କହିଲେ ଏବେ ମୁଁ ତମ ପାଖକୁ ପଳେଇ ଯାଆନ୍ତି। ତାହା ହେଲେ କରନ୍ତ। ନା, ସେମିତି କରିବନି। ମତେ ଏମିତି କଲବଲ କରି ମାରିବ। ତମେ କାହୁଁ ବୁଝିବ ତମ ଛଡା ଅନ୍ୟ କାହା ପାଇଁ ସଜେଇ ହେଲେ ମତେ କେମିତି ଲାଗେ। ମୁଁ ତମକୁ ସତରେ ପସନ୍ଦ ତ ଦିଲ୍ଲୀପ? ଦିଲ୍ଲୀପ କହିଲେ, ତମେ ସେମିତି କଣ କହୁଛ? ତେବେ କେମିତି ତମେ ସ୍ଥିର ରହିପାରୁଛ? ଯଦି କାଲି ସକାଳ 10ଟା ସୁଦ୍ଧା ତମେ ହଁ ନ କହିଛ, ତେବେ 11ଟା ବେଳକୁ ମୋ ମରିବା ଖବର ପାଇବ। ଏତିକି କହି ଫୋନ ରଖିଦେଲା ରୀନା। ଦିଲ୍ଲୀପର ରୀନା ରୀନା ଡାକ ବି ସେ ଶୁଣି ନଥିଲା। ଭଲ ପାଏ, କିନ୍ତୁ ବୁଝିବ ନାହିଁ ମୋ ପରିସ୍ଥିତି। ହଁ, ସେ ବି କଣ କରିବ? ତା ବାହାଘରର ଅନ୍ତିମ ନିଷ୍ପତ୍ତି କାଲି ସକାଳେ ନିଆଯିବ। ସେ ଅଭିମାନ ମୋ ପାଖରେ କରିବନି ତ କେଉଁଠି କରିବ? ଦିଲ୍ଲୀପ କଣ କରିବ? ବୋଉକୁ କହିବାର କ୍ଷମତା ତା ପାଖରେ ନାହିଁ। ତେବେ କଣ ରୀନାକୁ କହିଦେବ କି ତମ ବାପାଙ୍କ କଥାରେ ରାଜି ହୋଇଯାଅ ବୋଲି? ହୋଇପାରେ। ରାଣ ନିୟମରେ ରୀନା ଛନ୍ଦି ହୋଇ ଅନ୍ୟତ୍ର ଘର ବସେଇ ପାରେ, କିନ୍ତୁ ସେ ନିଜେ କଣ ରୀନା ବିନା ରହିପାରିବ? କେତେଥର ଦିଲ୍ଲୀପ ତା ବୋଉର ଦୁଆର ମୁହଁକୁ ଯାଇ ଫେରିଲାଣି। ପ୍ରେମିକା କଥାର ଉତ୍ତେଜନା ଶୋଇବା ପାଇଁ ଦେଉନି, ମାର ଭାବନା କହିବା ପାଇଁ ଦେଉନି। ଆଜି ଯାହା ହେଲେ ବି ତାକୁ କହିବା ପାଇଁ ପଡ଼ିବ, କାରଣ ତା ହାତରେ ଆଉ ସମୟ ନାହିଁ। ଦିଲ୍ଲୀପ କହିଲା, ବୋଉ, ରୀନା ମତେ ଭାରି ପସନ୍ଦ। ଯଦି ତୁ ଠିକ ଭାବୁ ତେବେ। କଥା ଗୁଡ଼ା ଗିଳି ପକାଇଲା। ତା ବୋଉ କହିଲେ, ସେ ବ୍ରାହ୍ମଣ, ଆମର କରଣ, ତାଙ୍କର ରାଜି ହେବେ ତ? ସେଇ କିଛି ସମୟ ଯେମିତି ବିଶ୍ୱ ନୀରବର ଅବସ୍ଥା। ତାପରେ ତା ବୋଉ କହିଲେ, ରୀନା ଟିକେ କଳା ନା? କେମିତି ଏତେ ପସନ୍ଦ ହେଲା? ଦିଲ୍ଲୀପ, ମୁଁ ନା ଟିକେ ସଫା ଝିଅ ଖୋଜୁଥିଲି। ଦିଲ୍ଲୀପ ତା ବୋଉ ମୁହଁକୁ ଚାହିଁଥିଲା। ତାର କିଛି କହିବା କଥା, କିନ୍ତୁ କଣ କହିବା କଥା ସେ ଭୁଲି ସାରିଥିଲା। ତା ବୋଉ କଳା କହିଲା, କଣ ତାକୁ ରୀନା ପସନ୍ଦ ନୁହେଁ କି? ଏତିକି ଭାବିବା ସମୟରେ ତା ବୋଉ ପୁଣି କହିଲେ, କଣ ତା ବାହାଘର ପୁରା ଠିକ ହୋଇଗଲାଣି? ପ୍ରକୃତରେ ଦିଲ୍ଲୀପ
दिलीप को डर लगुला। बो को भी कौन पिला डरती। बो तार पुणी कहला अरे रीना कौन ते कही मत कि न कहवाई। एथर दिलीप पाटरू आपे आपे बाहरी गला ना मो से किसी कहनी। ता बो एथर हसिले कहले कौन बाहागर तार फाइनाल हो गलानी। दिलीप कहला ना काली 11टारे फाइनाल हेबो। कौन काली सकाळे फाइनाल हेबो तू एबे कहूछु। मोर काली तो रुद्राभिषेक करिवार अछि मते काली समय हेबनी सकाळु दुनिया काम तू एबे चल तांको घर को। दिलीप कहला एबे एबे पा 11टा हलानी तांको घर कौन भाबिबे कहिलु। देख दिलीप सकाळु मते समय नाही खरा बेले को गला बेले को ता बापा अन्य जगह रे केउठी कथा देई सारिथिबे। थरे कथा देई सारिबा परे से आम बाई कथा भांगंतु बोली मु तांको कहि परिबि नाही। को मर्यादा रे आंच आसु से कथा भी मु चाहेबिनी। तेणु तू एबे चल नहले ताको भूली जा। ता बोर एतिक कथा न सरुणु दिलीप चिक्कण होई बाहरी आसिला घर। कहला चल मा पुओ राति अधरे झियो देखिबाको बाहरिले। राति 11:45 रे किए प्रस्ताव धरी जाए एमाने किंतु गले कलिंग बेल बजाइले। अरे तमे माने एते राति रे कौन किसी होइछि कि। दिलीप रो बो कहले बनेई चुनेई कहवार समय आउ नाही बास मो पुअर प्रस्ताव आनिथिली तम झियो पाई। राकेश बाबू कहले एक तो मो झियर विवाह स्थिर होई सारिछि ता छड़ा तमर कौन या भितर ब्राह्मण हो गलनी कि। दिलीप बो कहले विवाह पाई जाति बदलवा कौन दरकार मन खाली बदलिले हेला। से माने परस्पर को भल पाती सेतिक न देखि जाति घर देखि विवाह करदेले से माने कौन खुशी रहिबे। राकेश बाबू कहले बड़ आश्चर्य कथा कहूछ तमे। एक तो राति अधरे पुओ को धरी चली आसिल से भी विवाह ठीक हैला परे आगर कौन करथुले कि पुणी जाति भी एका नुहे केमिति हाँ करदेबी। तमर सिना गोटे बाहागर सरले सरला मोर बा एठू आरंभ आरंभरू एमिति करिले आउ जेतिक अछंती से सब बाहा होई परिबेटी। दिलीप बो कहले जहाँ तुम ए पागल मु छाड़ंतु बुझिले टिके स्थिर होई चिंता कर झियर सारा जीवन सुख कौन ए जाति ठारू बड़ ना कौन। रीनार माँ कहले काई केते अजथा कथार मुंड पुरोछ कहले पुओ झियो राजी पुणी जଣା शुणा तमे हाँ कर दियो जाति कौन करिवो। दिलीप बो कहला रीना शोई नथिबो मु जानिछि ताको टिके डाक तो देखिदेबी कथा छिंडेई देबी। रीना आसिला। रीना को देखी दिलीप रो बो कहले देख राकेश बाबू एमिति खुशी कौन आगरु केबे तम झियो मारे देखिथिल। राकेश बाबू चुप थिले। दिलीप रो बो कहले कौन किसी भाषा नाही ना। राकेश बाबू कहले कौन आउ कहबी जदि समस्ते राजी तेबे मु नाही काई करिबी। दिलीप बो कहले तेबे दिन बार ठीक करी मते जणैबो राति तो पाइबा उपरे मोर भी दुनिया काम तेणु मु एबे जाउछि मते तमे सब ठीक करी कहबो। या कही निज बेकरू चेन ओल्हाई रीना को पिंधेई देई कहले आसुछु एबे। पुणी किछि बाटे जाइछंती फेरी आसी रीना को कहले मालो बाहाघर पर्यंत पदा को जिबुनी भल क्रीम पाउडर आनी लगेइबु तो टिके मठ वर्ण तो काले एमती कले रंग टिके फिटी जीवो। समस्त तांको चाहिले आ हसी देले। रहुछि गोटी भल लागिले निश्चय लाइक और सब्सक्राइब करिवे। धन्यवाद।